ମୁଁ ଯଦି ସେ ଜାଗାରେ ହେଇଥାନ୍ତି ତାରା ବାହିନୀପତି ଜାଗାରେ ମୁଁ ତାର ସବୁତକ ଦାନ୍ତ ତା ପକେଟରେ ପୁରେଇ ଦେଇଥାନ୍ତି। ମୁଁ ଯଦି ସେ ଜାଗାରେ ହେଇଥାନ୍ତି ତାରା ବାହିନୀପତି ଜାଗାରେ ମୁଁ ତାର ସବୁତକ ଦାନ୍ତ ତା ପକେଟରେ ପୁରେଇ ଦେଇଥାନ୍ତି। ବିଧାନସଭାରେ ଜୟନାରାୟଣ ମିଶ୍ର ଗଣତନ୍ତ୍ରକୁ ହତ୍ୟା କରିଛି। ବିଧାନସଭାଟା ହେଉଛି ଗଣତନ୍ତ୍ର ମନ୍ଦିର। ସେଠେଇ ରାଜ୍ୟକୁ ଭାଗ ଭାଗ କରିବା ପାଇଁ ଯୋଉ ଷଡ଼ଯନ୍ତ୍ର କରିଛି, ପାଗଳ ହେଇଯାଇଛି ଏକଦମ ମନ୍ତ୍ରୀ ନହେବା ହେତୁ। କାଲି ଆମ ତାରା ବାହିନୀପତିଙ୍କର ସାର୍ଟ କଲର ଧରି ବାହାକୁ ଧରି ସେ ଯୋଉ ପରିସ୍ଥିତି ସୃଷ୍ଟି କରିଛନ୍ତି ବିଧାନସଭାରେ, ମୁଁ ଯଦି ସେ ଜାଗାରେ ହେଇଥାନ୍ତି ତାରା ବାହିନୀପତି ଜାଗାରେ ମୁଁ ତାର ସବୁତକ ଦାନ୍ତ ତା ପକେଟରେ ପୁରେଇ ଦେଇଥାନ୍ତି। ଇଏ ହେଉଛି ବିଧାନସଭା, ଗଣତନ୍ତ୍ର ମନ୍ଦିର। ଆକୁ ଅସମ୍ମାନ କରିବା ଉଚିତ ନୁହଁ। ତା ଭିତରେ ବିଧାୟକ ମାନେ ହେଉଛନ୍ତି ଦେବତା। ବିଧାୟକଙ୍କୁ ଅତ୍ୟାଚାର କରିବା ଉଚିତ ନୁହଁ। ଫ୍ରିଡମ ଦିଆଯାଇଛି ବିଧାନସଭାରେ ପ୍ରତ୍ୟେକ ଜିନିଷ ତର୍ଜମା କରିବା ପାଇଁ, ଆଲୋଚନା କରିବା ପାଇଁ। କାଲି ଯୋଉ ଭଳିଆ ପରିସ୍ଥିତି ବିଧାନସଭାରେ ବିଜେପି ଏମଏଲଏ ମାନେ କରିଛନ୍ତି, ଅତି ନିନ୍ଦନୀୟ ଘଟଣା। ହବ ଓଲଟ ତାଙ୍କୁ ମାଡ଼ ଦେଇ ତା ସାର୍ଟ କଲରକୁ ଧରି ତାକୁ କଂଗ୍ରେସ ସସ୍ପେଣ୍ଡ କରିଛ। ଏ କି ନ୍ୟାୟ? ଏ ବାଚସ୍ପତି ନାଁରେ କେସ୍ କରିବା ଦରକାର। ନିହାତି କମରେ ଅନ୍ୟାୟ କରି ସେ ବାଚସ୍ପତି ତାରା ବାହିନୀପତିଙ୍କ ପ୍ରତି। ଯିବୁ ଆମେ ଆଜି ଆଲୋଚନା କଲା ପରେ ଏଇଟା ଡିସିପ୍ଲିନ ଦଳ କଥାବାର୍ତ୍ତା କରିକିରି ପିସି ସଭାପତିଙ୍କ ନେତୃତ୍ୱରେ ସେ ଯାହା ଡାଇରେକ୍ସନ ଦେବେ ସେହି ଅନୁସାରେ କାମ କରିବେ। ସଂଗଠନକୁ ସୁଦୃଢ଼ କରିବା ପାଇଁ, ଗାଁ ଗହଳି ତୃଣମୂଳ ସ୍ତରରୁ ଉପର ପାଇଁ, କାରଣ ପଞ୍ଚାୟତ ଭୋଟରେ କେମିତି ଆମେ ଜିତିବୁ, ବ୍ଲକରେ ଜିତିବୁ, ଜିଲ୍ଲା ପରିଷଦ ଜିତିବୁ, ଏମଏଲଏରେ ଜିତିବୁ, ସଂଗଠନକୁ ତଳମୂଳ ସ୍ତରକୁ ଆଗେଇବା ପାଇଁ ଚର୍ଚ୍ଚା ହେବ। ମୁଁ ମତ ଦେବି ଯୁବ କଂଗ୍ରେସ ସୁଦୃଢ଼ ଅଛି, ଆହୁରି ସୁଦୃଢ଼ କରାଯାଉ। ଛାତ୍ର କଂଗ୍ରେସ ସୁଦୃଢ଼ ଅଛି, ଆହୁରି କରାଯାଉ। ମହିଳା କଂଗ୍ରେସ ସୁଦୃଢ଼ ଅଛି, ଆହୁରି କରାଯାଉ। କାରଣ ଏତେ ଦିନ ଭିତରେ ଯୋଉ ଆନ୍ଦୋଳନ ଯଦି କିଏ କରିଛି, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ କରିଛି। ଏବଂ ତଳୁ ତୃଣମୂଳ ସ୍ତରକୁ ଆମେ କଂଗ୍ରେସ ଦଳକୁ ସଂଗଠିତ କରିବୁ କମିଂ ଇଲେକ୍ସନରେ ଜୟଯୁକ୍ତ କରିବା ପାଇଁ। ହଁ, ବଢିଆ ହେବ। ମୁଁ ଯେତିକି ଜାଣିଲାଣି ଭକ୍ତ ଦାସ ନେତୃତ୍ୱରେ, ରାହୁଲ ଗାନ୍ଧୀଙ୍କ ନାଁରେ, ଖଗଡେଙ୍କ ନାଁରେ କଂଗ୍ରେସ ଓଡ଼ିଶା ରାଇଜ୍ କରିବ, ବଢିଆ କରିବ।